ନୂଆ ରାସନ କାର୍ଡ଼ ଆମେ ଚେଷ୍ଟା କରୁଛୁ ଯେଉଁମାନେ ଆପ୍ଲାଏ କରିଛନ୍ତି ସମସ୍ତଙ୍କୁ ମିଳିବ। ପ୍ରାୟ 5,90,000 ଲୋକ ଅଲ୍ ଓଡ଼ିଶାରେ ପାଇବେ। ଆଉ ସେଟା ଗୋଟେ ପ୍ରୋଗ୍ରାମ ହେବ 24 ତାରିଖ ଦିନ। 24 ତାରିଖରେ ସବୁ ଜିଲ୍ଲା ସ୍ତରରେ ଏମ୍ଏଲ୍ଏ ମାନେ ମନ୍ତ୍ରୀମାନେ ରହି ତା ବଣ୍ଟନ କରିବେ। ହଁ, ଅଯୋଗ୍ୟ ଲୋକମାନଙ୍କ କାର୍ଡ଼ କଟିବ। ଯେଉଁମାନେ ଡେଡ୍ ଥିଲେ ମୋର୍ ଦାନ୍ 5 ଲାକ୍ସ ତାଙ୍କର ଅଲରେଡ଼ି କଟିଗଲାଣି। ଆଉ ଯେଉଁମାନେ ଭଲ ଚାକିରି କରିଛନ୍ତି, ଯେଉଁମାନଙ୍କର ଇନକମ୍ ଟ୍ୟାକ୍ସ ଅଧିକ ଇନକମ୍ ଟ୍ୟାକ୍ସ ପେମେଣ୍ଟ କରୁଛନ୍ତି ସେମାନଙ୍କର ବି କଟିବ। ଇକେୱାଇସି ତ ସରିଲାଣି, ଗୁଡ଼େ ଆପ୍ଲାଏ ଇକେୱାଇସି ଯେଉଁମାନେ କରିନାହାନ୍ତି ତାକୁ ଆମର ପର୍ସନ୍ ଟୁ ପର୍ସନ୍ ପୁରା ଚେକ୍ କରାଯାଉଛି। ଲାଷ୍ଟରେ କିଛି ଯେଉଁ ବଳିଯିବ ଇକେୱାଇସି ଧର କରିବେ ନାହିଁ, ଆମେ ତାକୁ କାଟିବୁ, ତା ଜାଗାରେ ନୂଆ ଲୋକଙ୍କୁ ଦେବୁ। ଦର୍ଶକ ବନ୍ଧୁ, ରେସନ କାର୍ଡ଼କୁ ନେଇ ଆସିଲା ପୁଣି ଏକ ବଡ଼ ଖବର ଏବଂ ଖୁସିର ଖବର। ତେବେ ରାଜ୍ୟ ସରକାରଙ୍କ ତରଫରୁ ନୂଆ ରେସନ କାର୍ଡ଼କୁ ନେଇ ହେଲା ତାରିଖ ଘୋଷଣା। ତେବେ ଏଥର ମିଳିବ 5,90,000 ହିତାଧିକାରୀଙ୍କୁ ନୂଆ ରେସନ କାର୍ଡ଼। ଏବଂ ସବୁଠାରୁ ଖୁସିର କଥା ହେଉଛି, ପୂର୍ବରୁ ବିଜେଡ଼ି ସରକାର ଅମଳରେ ମିଳୁଥିବା ସବୁଜ ରଙ୍ଗର ରେସନ କାର୍ଡ଼କୁ ବଦଳାଯାଇ ବର୍ତ୍ତମାନ ରଙ୍ଗୀନ ରେସନ କାର୍ଡ଼ ଆପଣମାନଙ୍କୁ ଦିଆଯିବ। ଏବଂ ଏହି ରେସନ କାର୍ଡ଼ଟି ଆପଣମାନଙ୍କୁ ସମ୍ପୂର୍ଣ୍ଣ ଲାମିନେସନ୍ କରି ଆପଣମାନଙ୍କୁ ଦିଆଯିବ, ଯେଉଁଟାକି ଆପଣମାନେ କାର୍ଡ଼ ପାଇସାରିଲା ପରେ ଆପଣମାନଙ୍କୁ ଲାମିନେସନ୍ କରିବା ପାଇଁ ପଡ଼ୁଥିଲା। ତେବେ ଏଥର ଆପଣମାନଙ୍କୁ ଆଉ ଲାମିନେସନ୍ କରିବା ପାଇଁ ପଡ଼ିବ ନାହିଁ। ସରକାରଙ୍କ ତରଫରୁ ଆପଣମାନଙ୍କୁ ଲାମିନେସନ୍ ହୋଇଥିବା ରେସନ କାର୍ଡ଼ଟି ମିଳିବା ପାଇଁ ଯାଉଛି। ତେବେ ଆପଣମାନେ ଯଦି ନୂଆ ରେସନ କାର୍ଡ଼ ପାଇଁ ଆବେଦନ କରିଥିଲେ, ନୂଆ କାର୍ଡ଼ ପାଇବା ପାଇଁ ଯଦି ବ୍ୟସ୍ତ ହେଉଥିଲେ, ତେବେ ଏହି ଖବରଟି ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ସରକାରଙ୍କ ତରଫରୁ ଆସିଲା ତାରିଖ ଆପଣମାନଙ୍କୁ କେବେ ମିଳିବ ନୂଆ ରେସନ କାର୍ଡ଼। ଏବଂ ଯେଉଁମାନେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ବର୍ତ୍ତମାନ ମଧ୍ୟ ଏହି ରେସନ କାର୍ଡ଼ରେ ପୋର୍ଟାଲଟି ଓପନ୍ ଅଛି। ଆପଣମାନେ ଏହି ରେସନ କାର୍ଡ଼ରେ ଆବେଦନ କରିପାରିବେ। ଯେଉଁମାନେ ବ୍ୟାଙ୍କରୁ ଲୋନ୍ ନେଇଥିବା କାରଣରୁ ଏବଂ ଇନକମ୍ ଟ୍ୟାକ୍ସ ଦାତା ଦର୍ଶାଇ ଯେଉଁମାନଙ୍କର ରେସନ କାର୍ଡ଼ଟିକୁ କଟାଯାଇଛି, ସେମାନେ ମଧ୍ୟ ଏଥିରେ ଆବେଦନ କରିପାରିବେ। ତେବେ ଦେଖନ୍ତୁ, ଆସନ୍ତୁ ସିଧାସଳଖ ଭାବରେ ଜାଣିନେବା ଯେ କେଉଁମାନଙ୍କୁ ରେସନ କାର୍ଡ଼ ମିଳିବା ପାଇଁ ଯାଉଛି ଏବଂ କେତେ ତାରିଖରେ ମିଳିବ। ତେବେ ଦେଖନ୍ତୁ, 5,90,000 ହିତାଧିକାରୀଙ୍କୁ ମିଳିବ ରେସନ କାର୍ଡ଼। ତେବେ ସେହି 5,90,000 ଲୋକ ଭିତରେ ଆପଣ ଯାଉଛନ୍ତି କି? ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବରଟି ଜାଣିନେବା। ତେବେ ଦେଖନ୍ତୁ, ବଦଳିଯିବ ରେସନ କାର୍ଡ଼ରେ ରୂପରଙ୍ଗ, ନୂଆ ଢଙ୍ଗରେ ବଣ୍ଟାଯିବ କାର୍ଡ଼, ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ଦେଲେ। ତେବେ ସମ୍ପୂର୍ଣ୍ଣ ନୂଆ ରୂପ ଏବଂ ରଙ୍ଗରେ ବା ଢଙ୍ଗରେ ହିତାଧିକାରୀମାନଙ୍କୁ ମିଳିବ ରେସନ କାର୍ଡ଼। ରାଜ୍ୟରେ 5,90,000 ନୂଆ ହିତାଧିକାରୀ ପାଇବେ ରେସନ କାର୍ଡ଼। ଖୁବ୍ ଶୀଘ୍ର ରାଜ୍ୟରେ ସବୁ ଜିଲ୍ଲାରେ ବଣ୍ଟାଯିବ ନୂଆ ରାସନ କାର୍ଡ଼। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ଖୁବ୍ ଶୀଘ୍ର ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରେସନ କାର୍ଡ଼। ତେବେ ବଦଳିଯିବ ରେସନ କାର୍ଡ଼ର ରୂପରଙ୍ଗ ଆଉ ନୂଆ ଢଙ୍ଗରେ ବଣ୍ଟାଯିବ ଏହି ନୂଆ ରେସନ କାର୍ଡ଼। ରାଜ୍ୟରେ ଆବେଦନ କରିଥିବା ହିତାଧିକାରୀମାନଙ୍କ ମଧ୍ୟରୁ 5,90,000 ଯୋଗ୍ୟ ହିତାଧିକାରୀମାନଙ୍କୁ ଖୁବ୍ ଶୀଘ୍ର ମିଳିବ ଏହି ନୂଆ ରେସନ କାର୍ଡ଼। ପୂର୍ବ ସରକାରଙ୍କ ଅମଳରୁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ତେବେ ଏବେ ମଧ୍ୟ ପୋର୍ଟାଲ ଖୋଲା ରହିଛି, ନୂଆ ଆବେଦନକାରୀମାନେ ଆବେଦନ କରିପାରିବେ। ଯେଉଁ ହିତାଧିକାରୀମାନଙ୍କର ଇକେୱାଇସି ହୋଇପାରି ନାହିଁ, ନୂଆ ଆବେଦନ କଥା ମଧ୍ୟ ଖୁବ୍ ଶୀଘ୍ର ସମାଧାନ କରାଯିବ। ଏବଂ ଯେଉଁମାନେ ନୂଆ କରି ଆବେଦନ ମଧ୍ୟ କରିଥିଲେ, ସେମାନଙ୍କର କଥା ମଧ୍ୟ ଖୁବ୍ ଶୀଘ୍ର ସମାଧାନ କରାଯିବ। ତେବେ ପୂର୍ବ ସରକାରଙ୍କ ଅମଳରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ୍ ଦିଆଯାଇଛି। ଦୁର୍ନୀତି ଅନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଉ ନୂଆ ରେସନ କାର୍ଡ଼କୁ ଏପ୍ରିଲ 22 ତାରିଖ ସୁଦ୍ଧା ଛାପିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଜିର ଗଣମାଧ୍ୟମରେ କେଉଁ ଗଣମାଧ୍ୟମ ଏପ୍ରିଲ 20 ତାରିଖ ସୁଦ୍ଧା ଏବଂ କେଉଁ ଗଣମାଧ୍ୟମ ଏପ୍ରିଲ 22 ତାରିଖ ସୁଦ୍ଧା ମଧ୍ୟ ଅଲଗା ଅଲଗା ତାରିଖ ପ୍ରକାଶ କରିଛନ୍ତି। ତେବେ ଜାଣି ରଖନ୍ତୁ, ଏପ୍ରିଲ 20 କିମ୍ବା 22 ତାରିଖ ସୁଦ୍ଧା ଆପଣମାନଙ୍କର ଯେଉଁ ନୂଆ ରେସନ କାର୍ଡ଼ଟିକୁ ଜିଲ୍ଲାପାଳମାନଙ୍କୁ ଛାପିବାକୁ ନିର୍ଦ୍ଦେଶ ଦିଆସରିଛି। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ଢେଙ୍କାନାଳରେ ହିଁ ଏହି ନୂଆ ରେସନ କାର୍ଡ଼ଟିକୁ ବଣ୍ଟନ କରାଯିବାର ବା ଶୁଭାରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ରେସନ କାର୍ଡ଼ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରାଯାଇ ରାଜ୍ୟବ୍ୟାପୀ ଏକକାଳୀନ ବଣ୍ଟନ କରାଯିବ ବୋଲି କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ତେବେ ଗୋଟିଏ ଦିନରେ ସମସ୍ତଙ୍କୁ କାର୍ଡ଼ ମିଳିବ ବୋଲି ଯାହାକି ସୂଚନା ଦେଇଛନ୍ତି। ତେବେ ଏହି ମାସ ଶେଷ ସୁଦ୍ଧା ଆପଣମାନଙ୍କୁ କାର୍ଡ଼ ନିଶ୍ଚିନ୍ତ ଭାବରେ ମିଳିଯିବ। ଯେଉଁମାନେ ପୂର୍ବରୁ ବିଜେଡ଼ି ସରକାର ଅମଳରେ ଆବେଦନ କରିଥିଲେ, ତେବେ ସେମାନଙ୍କ ମଧ୍ୟରୁ 5,90,000 ହିତାଧିକାରୀଙ୍କୁ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ କାର୍ଡ଼ ମିଳିଯିବ। ବର୍ତ୍ତମାନ ଯେଉଁ ନୂଆ ସରକାର ଅମଳରେ ଯେଉଁମାନେ ଆବେଦନ କରିଛନ୍ତି, ସେମାନଙ୍କର ବର୍ତ୍ତମାନ ଯେଉଁମାନଙ୍କର ପେଣ୍ଡିଂ ରହିଛି, ଭେରିଫାଏ ହୋଇପାରିନାହିଁ, ପ୍ରାୟତଃ ଆପଣମାନେ ଗୋଟିଏ ଗୋଟିଏ ଜବ୍ କାର୍ଡ଼ ମଧ୍ୟ ଆପଣମାନେ ଆବେଦନ କରିଦିଅନ୍ତୁ। ଜବ୍ କାର୍ଡ଼ ଥିଲେ ଆପଣମାନଙ୍କର ଏହି ରେସନ କାର୍ଡ଼ଟି ଜଲ୍ଦି ଏପ୍ରୁଭ୍ ହୋଇଯାଉଛି।
ତେବେ ଦର୍ଶକ ବନ୍ଧୁ ରେସନ୍ କାର୍ଡ଼କୁ ନେଇ ଏଇଟା ଥିଲା ଆପଣମାନଙ୍କ ପାଇଁ ସମ୍ପୂର୍ଣ୍ଣ ଇନଫର୍ମେସନ୍। ତେବେ ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରିବେ, ଅନ୍ୟମାନଙ୍କୁ ସେୟାର କରିବେ, ଚ୍ୟାନେଲଟିକୁ ପ୍ରଥମ ଥର ପାଇଁ ଭିଜିଟ୍ କରୁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ଧନ୍ୟବାଦ, ଜୟ ଜଗନ୍ନାଥ।